ଲାଗୁଛି। ଘରେ ପିଲା ଖେଳି ବାପାର ମାଡ ଗାଳି ଖାଇ ମଧ୍ୟ ମୁଁ କେବେ କେବେ ସ୍କୁଲ ଯାଉଥାଏ। ମା ମଧ୍ୟ କୋଉ କାମ କରିକି ମତେ ପାଠ ପଢେଇବା ପାଇଁ ବାପା ଠାରେ ସବୁବେଳେ ଜିଦ୍ କରେ। ହେଲେ ମୁଁ କଣ ତତେ ମନା କରୁଛି? କଣ କହିଲୁ? ଯେତେବେଳେ ଦେଖିଲେ ତ ରାସ୍ତାରେ ଅଟକାଇ କଳି ଖାଇବାକୁ ଟିଭିରେ ଛାଡିବାକୁ ଡାକି ନଉ। ଏମିତି ତ ମୋ ସମୟ ସାରି ଦଉ। ତୋର କଣ କଣ୍ଟେଇ କୋଳି ପିଚୁଳି ଖାଇବାର ଇଚ୍ଛା ନଥାଏ? ଡିମିରି ଛାଡି ଯିବାକୁ ମନେ କରେନି? ମୁଁ ସେ କଥା କହୁନି ରେ ଗୋ ଭାଇ। ମୋ ଉପରେ ଦିଟା ଭାଇ ପାଠ ନ ପଢି ବାଳୁଙ୍ଗା ପରି ବୁଲୁଥିଲେ ଏଇ ଗୋଲକ ସହରରେ। କଣ ମନ ହେଲା କେଜାଣି ବେଶୀ ଉପାର୍ଜନ କରିବେ ବୋଲି କେରଳ ଚାଲିଗଲେ। ତ ଆମ ଗାଁରେ କେତେ ପିଲା ଯାଇଛନ୍ତି? ଗୋଟିଏ ଯାତ୍ରା ଦୀପାବଳି ମାର ଆଖି ଲୁହରେ ଯାତ୍ରାଟି ସରିଗଲା। ଆରେ ସେ ଦୁଇ ଭାଇଙ୍କର ଦେଖା ନାହିଁ। ଆରେ ତୁ ଏତେ କଥା କାହିଁକି ଚିନ୍ତା କରୁଛୁ? ବାପାର କଥା ତ ତୁ ଜାଣିଛୁ। କୋଉ ଦିନ ହେଲେ ବନ୍ଦ ନାହିଁ। ଘରକୁ ଦୁଇ ପଇସା ରୋଜଗାର କରି ଆଣିବାର ନାଁ ଗନ୍ଧ ନାହିଁ। ହଁ ହଁ, ସେଦିନ ମଦବାଟିରେ ମୋ ବାପା ସହ ମିଶି କଣ ଗୋଟେ ମଦ ପାଣି କରୁଥିଲେ। ମାଧବ ମାମୁଁ ପାଟି କରି ତୋର ବାହାଘର କଥା କହୁଥିଲେ। ହେଲେ ମୋ ନାଁ ଧରି ଡାକିବାରୁ ମୁଁ ଲଜ୍ଜାରେ ଗଲି ନାହିଁ। ବାପା ମଦ ପିଇ ପିଇ ବୁଲୁଥାଏ। ମା କୋଉ ବନ୍ଧ ବାଡ଼ି କାମକୁ ମୁଲିଆ ଯାଏ। ଭଉଣୀଟାକୁ ଜଗା ରଖା କରିବାକୁ କେହି ନାହିଁ। ଆରେ ତୁ ଆଉ କେତେ ଦିନ ଏମିତି ପିଲା ଜଗି ଘରେ ରହିଥିବୁ ଯେ? ପାଠ ପଢିବାର ତ ଠିକ ଠିକଣା ରହିଲା ନାହିଁ। ଅଲଟା ବାହାଘର କଥା ମୋ ମୁଣ୍ଡରେ ପୁରାଇ ମତେ ଆଉ ହଇରାଣ କରେ ନା। ତୁ ଆସି ଏଇଠି ଅଛୁ? ମୁଁ ତତେ କେତେ କୁଆଡେ ଖୋଜୁଛି। ନାଇଁ ମା, ଚୁଟୁକୁଲିକୁ ଶୁଆଇ ନେଇ ଶାଗ ତୋଳି କରିବାକୁ ବାହାରିଥିଲି। ଆଚ୍ଛା, ଆମ ବାଡିରେ ସୋରିଷ ଶାଗ ହେଇଛି ତ ରାଇକୁ କହୁଥିଲି ତୋଳି ଯିବାକୁ। ତୁ ଘରକୁ ଜଲ୍ଦି ଯା। ତୋ ବାପା ଆସିଲେ ପୁଣି ଗାଳି ବର୍ଷଣ ହେବ। ହଁ ମା, ଶାଗ ଦେଖି ଆସେ। ହଁ ମା, ମୁଁ ଯାଉଛି। ଦାଣ୍ଡ ପିଣ୍ଡା ଝାଡୁ କରି ଘର ମାଟି ଲିପୁଥିବି। ତୁ ଶାଗ ଥିଲେ କି ନଥିଲେ ଶୀଘ୍ର ଆସିବୁ ମା, ମୁଁ ଯାଉଛି। ଆଚ୍ଛା ବାବୁ ରାଘବ, କୋଉ ବାଡେ ତୁମେ ସରିଷ ବୁଣିଛ ଯେ? ଆରେ ତୁ ଏଠି କଣ କରୁଛୁ? ଘରେ ତୋର କାମ କିଛି ନାହିଁ କି? କାମ ଥିଲେ ନଥିଲେ ତମର ଯାଏ କେତେ ଆସେ କେତେ? ବାବୁ କୁଆଡେ ଯାଇଥିଲ? ଜଣେ ଜଣେ କରୁଛୁ ଯେ? ଆରେ ରେ ରାଘବ ଯା କିଏ ପ୍ଲାନ୍ କରିଥିଲୁ କି? ସେଟା ତ ବାପା ଖୋଜି ଖୋଜି ଆର ସାହିକୁ ଯାଇଥିଲା। ସେଠି ବସା ଦେଖା ହେଇଥିଲା। ତମର କାହା ସାଙ୍ଗେ ଦେଖା ନ ହଉଛି କି? କେବଳ ମନ୍ତ୍ରୀ ଏମଏଲଏ ବାକି ରହିଲେ। ଆଚ୍ଛା ମାମୁଁ, ବାପା ଖୋଜୁଥିଲେ, ମୁଁ ଦେଖୁଛି। ହଁ, ଶୀଘ୍ର ଯାରେ ବड़ा ଯା। ଭାଟି ବନ୍ଦ ହେଇଯିବ, ଶୀଘ୍ର ଯାଉନା। ଏ ରାଇମା, ମତେ ରଗାଇବା କହୁଛୁ। ଶାଳେ ତତେ ଯେତେ ମନା କଲେ ବି ଶୁଣିଲୁନି। କହିଲ କଣ ନା ସେ ତ ସ୍କୁଲ ଯାଉଛି। କୋଉ ସ୍କୁଲ ଯାଉଛୁ? ଏବେ ଗାଁ ଲୋକ ଯାହା କହୁଛନ୍ତି ଶୁଣୁଛୁ ତ? ଆରେ ଗାଁ ଲୋକ କଣ ନ କହିବେ? ତାଙ୍କର ବା କଣ କାମ ଧନ୍ଦା ଅଛି କି? ଆରେ ବାବୁ, ଆମେ ମଧୁଆ ଲୋକ, ଏସବୁ କଥା ଆମେ ଶୁଣି ପାରିବୁନି। ସେ ସାରେ ଟୋକିକୁ ସୁବିଧା ଦେଖି ହାତକୁ ଦିଆକ କରି ଶୀଘ୍ର ବିଦା କରିଦେଲି। ମୋ ଝିଅ ପଛରେ ତମେ କାହିଁକି ପଡିଛ କହିଲ?
घर काम रोसई बस केते कथा संभालुछि स्कूल जाउतला तो ता मुना पट सब कोडे टिंगी देलो एबे से पुणी तुमरा कोना से विदा करूछि हेलो रे स्कूल बाहर तो जा हेला असल बेलाटारे मो कानरे बाजिला बोले रखिया मजन भाई पाखरे अर्थात कथाटा भोगेइछि मदन भाई जो मांगिनी मद किणी देछि से कथा तो कहले छी सरे जियो बिकी मद पीबा को लाज टिके लागिलानी ए अरे बड़े बड़े कथा कहूछ तो ओ जा कले न कले तो जाए से गते